ଜନ୍ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ତାଙ୍କ ବୟସ 79, 1946 ମସିହାରେ ସେ ଜନ୍ମ ହୋଇଥିଲେ ଏବଂ ଆମେରିକାର 47ତମ ରାଷ୍ଟ୍ରପତି ଭାବେ ସେ ଶପଥ ନେଇଛନ୍ତି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରତି 4 ବର୍ଷରେ ହୁଏ। ତେଣୁ ଟ୍ରମ୍ପ ଆଗରୁ ମଧ୍ୟ ରାଷ୍ଟ୍ରପତି ଥିଲେ, 45ତମ ରାଷ୍ଟ୍ରପତି ଥିଲେ। ତାପରେ ଯେତେବେଳେ ତାपर ନିର୍ବାଚନ ହେଲା ସେ ଜନ୍ ବାଇଡେନଙ୍କ ଠାରୁ ହାରି ଯାଇଥିଲେ। ପୁଣି ଏଥରକ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ମାସିଭ ଭୋଟରେ, ବହୁତ ଭୋଟରେ ସେ ଜିତିଛନ୍ତି ଏବଂ ରାଷ୍ଟ୍ରପତି ଶପଥ ନେଇଛନ୍ତି। ଟ୍ରମ୍ପ ଶପଥ ନେଲା ପରେ ସାରା ପୃଥିବୀରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି। ଆମେରିକା ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର। ଅର୍ଥନୈତିକ କ୍ଷେତ୍ରରେ, ସାମରିକ କ୍ଷେତ୍ରରେ ଆମେରିକା ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଏବଂ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ତାର ଯେତେବେଳେ ରାଷ୍ଟ୍ରପତି ନେଉଛନ୍ତି, ନୂଆ ରାଷ୍ଟ୍ରପତି ଶପଥ ନେଉଛନ୍ତି, ସମସ୍ତଙ୍କର ଦୃଷ୍ଟି ସିଆଡ଼େ ପଡ଼ିବା ସ୍ୱାଭାବିକ। କିନ୍ତୁ ଡରିବାର ଏଥିରେ କ'ଣ ଅଛି? କାହିଁକି ଏ ଭୟର ବାତାବରଣ ଚାରିଆଡ଼େ ଖେଳି ଯାଇଛି? କେତେ ଗୁଡ଼ାକ କାରଣ ଯୋଗୁଁ ଏ ଭୟର ବାତାବରଣ ସୃଷ୍ଟି ହେଇଛି। କ'ଣ ନା, ଆମେରିକାରେ ଯେହେତୁ ସମସ୍ତଙ୍କର ଗୋଟେ ଲକ୍ଷ୍ୟ ଥାଏ ଯେ ଆମେରିକା ଯାଇକିରି ଆମେ ଯଦି ସେଠି ପାଠ ପଢ଼ୁ ବା ଚାକିରି କରୁ ଆମ ଜୀବନ ସୁଧୁରିଯିବ, ଆମେ ଭଲ ପାଠ ପଢ଼ିପାରିବୁ, ଭଲ ଶିକ୍ଷାଦାନ ବ୍ୟବସ୍ଥା ସେଠି ବୋଲି ଆମର ଧାରଣା ଏବଂ ସେଠି ମଧ୍ୟ ଚାକିରି କରି ଆମେ ଭଲ ପଇସା ରୋଜଗାର କରିପାରିବୁ। ଯେଉଁମାନେ ଯାଇଛନ୍ତି ଆମେରିକା ସେମାନଙ୍କ ସହିତ ଯେତେବେଳେ ଆମେ ଆଲୋଚନା କରୁ ସେମାନେ ମଧ୍ୟ କହନ୍ତି ଯାହା ଯାହା ସବୁ ସେମାନେ ରୋଜଗାର କରୁଛନ୍ତି ଆମ ଦେଶ ତୁଳନାରେ, ଆମ ଦେଶରେ ସେଇ ପଦପଦବୀରେ ଯଦି ସେମାନେ ଥାଆନ୍ତେ ତା ତୁଳନାରେ ଯଥେଷ୍ଟ ଅଧିକ ସେ ପାଉଛନ୍ତି। ଏବଂ ଏଇ ଯେଉଁ ଯଥେଷ୍ଟ ଅଧିକ ଆମେ ସେତିକି ଭଳିଆ ହିସାବ ପତ୍ର କରୁ ଯେତେବେଳେ ତାଙ୍କ ଦେଶର ମୁଦ୍ରା ଡଲାର, ଆମ ଦେଶର ମୁଦ୍ରା ରୁପି, ତା ସହିତ ଆମେ ତୁଳନା କରି ଦେଖୁ $1 ଯଦି ସେଠି କିଏ ପାଉଛି ଆମ ଦେଶରେ ସେ $1ର ମୂଲ୍ୟ କେତେ ହେବ। ଆମେ ବର୍ତ୍ତମାନ ଦେଖୁଛୁ ଆମ ଦେଶରେ ସେ $1ର ମୂଲ୍ୟ 60, 70 ଟଙ୍କା, 75 ଟଙ୍କା, 80 ଟଙ୍କା, ଏଇ ଭିତରେ ଦର ତ ଫ୍ଲକ୍ଚୁଏଟ୍ କରେ ସବୁଦିନ। ତେଣୁ କହିବାକୁ ଗଲେ ଧରନ୍ତୁ 80 ଟଙ୍କା ଆମ ଦେଶରେ, ତାମାନେ ସେଠି ଯିଏ $1 ରୋଜଗାର କରୁଛି ଏଠି ସିଏ 80 ଟଙ୍କାରେ, ତାକୁ 80 ଟଙ୍କା ବୋଲି ଧରାଯିବ। ସେଇଥିପାଇଁ ଆମକୁ ଲାଗେ ବହୁତ ଟଙ୍କା, ଅବଶ୍ୟ ବହୁତ ଟଙ୍କା, ଏତେ ସନ୍ଦେହ ନାହିଁ। ଆମେରିକାର ମୁଣ୍ଡ ପିଛା ଆୟ କହିବାକୁ ଗଲେ ସବୁ ଦେଶଠୁ ତୁଳନାରେ ଯଥେଷ୍ଟ ଅଧିକ। ଆହୁରି ଛୋଟିଆ ଛୋଟିଆ ଦେଶ ଅଛି ସେମାନଙ୍କର ଆୟ ତ ଆହୁରି ଅଧିକ, କିନ୍ତୁ ଆମେରିକା ଭଳି ଦେଶ ତୁଳନାରେ, ସେମିତିଆ ଯେଉଁ ଦେଶ ସବୁ ପୃଥିବୀରେ ଅଛନ୍ତି ତା ତୁଳନାରେ ତାଙ୍କର ମୁଣ୍ଡ ପିଛା ଆୟ ଯଥେଷ୍ଟ ଅଧିକ। କିନ୍ତୁ ଡରିବାର କ'ଣ ଅଛି? ଟ୍ରମ୍ପ କାହିଁ ରାଷ୍ଟ୍ରପତି ଶପଥ ନେଲା ପରେ ସମସ୍ତଙ୍କ ମନରେ ଡର ପଶିଛି? ତାର କାରଣ ହେଲା ଆମେରିକାକୁ ପ୍ରତିଦିନ ପଡ଼ୋଶୀ ମେକ୍ସିକୋ ଦେଶରୁ ଶହ ଶହ ଲୋକ ସେ ଦେଶର କିଛି ପରମିସନ୍ ନ ନେଇକିରି ଅନଡକୁମେଣ୍ଟେଡ଼ ଯାହାକୁ କହୁଛନ୍ତି, ତାଙ୍କର କିଛି ଖାତା ଖତିଆନ ନାହିଁ, କୁଆଡ଼େ ଆସିଲେ, କ'ଣ କଲେ, କେଉଁଠି ଆସିଲେ, ଭଲ ଲୋକ କି ଖରାପ ଲୋକ, ତାଙ୍କର କିଛି ଖାତା ଖତିଆନ ନାହିଁ। ଏମିତି ଅନେକ ଲୋକ ଆମେରିକାରେ ସବୁ ପ୍ରତିଦିନ ଯାଆନ୍ତି, ପାଖ ପଡ଼ୋଶୀରୁ ମେକ୍ସିକୋରୁ ଯାଆନ୍ତି, କାନାଡ଼ାରୁ ମଧ୍ୟ ସେମିତି ଆସନ୍ତି, ଅନ୍ୟାନ୍ୟ ଦେଶରୁ ଆସନ୍ତି, ମେକ୍ସିକୋରୁ ଅଧିକା। ଏବଂ ଟ୍ରମ୍ପ ରାଷ୍ଟ୍ରପତି ହେଲା ପରେ କହିଛନ୍ତି, ଆଗରୁ ମଧ୍ୟ ସେ ଯେତେବେଳେ ଥିଲେ ରାଷ୍ଟ୍ରପତି ସେତେବେଳେ ମଧ୍ୟ ଏଇ କାର୍ଯ୍ୟ ସେ ଆରମ୍ଭ କରିଥିଲେ। ଏଥରକ କହିଛନ୍ତି ଆମେ କଡ଼ାକଡ଼ି ଭାବରେ ତାକୁ କରିବୁ। କ'ଣ ନା, ସେଠି ବାଡ଼ ପକାଇଦେବୁ। କୌଣସି ଗୋଟିଏ ଲୋକ ଆମ ଦେଶକୁ ଖାତା ଖତିଆନ ନଥାଇକିରି ଆସିପାରିବେ ନାହିଁ। 1, 2ରେ ଯେଉଁମାନେ ଅଲରେଡ଼ି ଅଛନ୍ତି ଆମେରିକାରେ ସେମାନଙ୍କୁ ଆମେ ସବୁ ବାହାର କରିଦେବୁ, ଆମ ଦେଶରେ ସେ ରହିପାରିବେନି। କେବଳ ସେତିକି ନୁହେଁ, ସେ ଆହୁରି ଭୟର ବାତାବରଣ କେମିତି ତାଙ୍କ କଥାରେ ସୃଷ୍ଟି ହେଇଛି। ସେ ଆସୁ ଆସୁ କହିଲେ ଯେଉଁ ଗଲ୍ଫ ଅଫ୍ ମେକ୍ସିକୋ, ଯେଉଁ ସମୁଦ୍ର ପଟର ନାଁ ସେଠି ଅଛି ଗଲ୍ଫ ଅଫ୍ ମେକ୍ସିକୋ, ତାକୁ ସିଏ କହିଲେ ମୁଁ ଆଜିଠୁ ଘୋଷଣା କରୁଛି ଯେ ଏଇଟା ଗଲ୍ଫ ଅଫ୍ ଆମେରିକା ହେବ। ସେଟା ସତରେ ହେଇପାରିବା ବଡ଼ କଷ୍ଟ, କାହିଁକିନା ଆମେରିକାର ରାଷ୍ଟ୍ରପତି କୌଣସି ସମୁଦ୍ରର ନାମକରଣ କରିପାରିବେ ନାହିଁ, ତାଙ୍କର ସେ ଅଧିକାର ନାହିଁ।
ସମୁଦ୍ରର ନାମକରଣ ଯେଉଁ ଆନ୍ତର୍ଜାତିକ ହାଇଡ୍ରୋଲୋଜିକାଲ ସଂସ୍ଥା ଅଛି ସେଥିପାଇଁ ସେମାନଙ୍କର ଦାୟିତ୍ୱ ସେଇଟା ସେ କହିଲେ। ଆଉ ଖାଲି ସେତିକି ନୁହେଁ, ସେ କହିଲେ ଯେଉଁ ପାନାମା କେନାଲ ଅଛି ଆମେ ତାକୁ ଖୋଳିଥିଲୁ ଏବଂ ଆମେ ଖୋଳିକିରି ତାପରେ ତାକୁ ପାନାମାକୁ ଦେଇଥିଲୁ, କିନ୍ତୁ ବର୍ତ୍ତମାନ ସେଇଟା ଚୀନ ସେଠି ପରିଚାଳନା କରୁଛି। ଆମେ ସେ କେନାଲଟାକୁ ଆମେ ନେଇ ଆସିବୁ, ତାଙ୍କୁ ଦେବୁନି। ଖାଲି ସେତିକି ନୁହେଁ, ନିର୍ବାଚନରେ ସେ ଜିତିଲା ପରେ ପରେ କାନାଡ଼ାର ଜଷ୍ଟିନ୍ ଟ୍ରୁଡୋ ତାଙ୍କ ପାଖକୁ ଯାଇଥିଲେ, ସିଏ ତାଙ୍କୁ ଭେଟିଥିଲେ। ସେତେବେଳକୁ ଶପଥ ନେଇନଥିଲେ। ସେ ତାଙ୍କୁ କହିଲେ ଯେ କାନାଡ଼ାର ଏତେ ପ୍ରୋବ୍ଲେମ୍ ଯଦି ଅଛି, କାନାଡ଼ା ଆମର ଆମେରିକାର 50ଟା ରାଜ୍ୟ ଅଛି, ଆଉ ଗୋଟେ ରାଜ୍ୟ ହିସାବରେ ଜଏନ୍ କରିଯାଉ। ଆଜ୍ଞା ସେ ମୁହଁ ଲଟକେଇକିରି ଫେରିଲେ ଘରକୁ। ତାଙ୍କ ଭିତରେ ବି ଡର। ଏବଂ ଶପଥ ନେଲା ପରେ ସେ କହିଛନ୍ତି କାନାଡ଼ାରୁ ଆସୁଥିବା ଜିନିଷ ଆମେରିକାକୁ ଯାହା ସବୁ ଆସୁଛି ଆମେ ତା ଉପରେ 20% ଟ୍ୟାରିଫ୍ କର ବଢ଼େଇବୁ, ଯାହା ଅଛି ତାପରେ 20% ବଢ଼େଇବୁ, ଆଉ 20%। ଖାଲି ସେତିକି ନୁହେଁ, ଯେତେ ବ୍ରିକ୍ସ ନେସନ୍ସ ଅଛି ତା ଭିତରେ ଇଣ୍ଡିଆ ଅଛି, ତାଙ୍କ ଉପରେ ଆମେ ଦରକାର ପଡ଼ିଲେ 100% ଟିକସ ବଢ଼େଇବୁ। ଅର୍ଥାତ୍ ଆମେ ଯେଉଁ ଜିନିଷ ଭାରତରେ ତିଆରି ହେଇକିରି ଆମେରିକାରେ ନେଇକିରି ବିକୁଥିଲୁ, ଯଦି 5 ଟଙ୍କାରେ ବିକୁଥିଲୁ, ବର୍ତ୍ତମାନ ସେ ଆହୁରି 100% ବଢ଼ିଯିବ। ଅର୍ଥାତ୍ 100 ଟଙ୍କାରେ ଯଦି ବିକୁଥିଲୁ, ବର୍ତ୍ତମାନ ତା ଦାମ 200 ଟଙ୍କା ହେବ। ଏହାର ଅର୍ଥ ଆମେରିକାରେ ଯେହେତୁ ମହଙ୍ଗା ହେବ ଆମ ଜିନିଷ, ତେଣୁ ଲୋକ କିଣିବେନି।